ସାର୍ ଆପଣଙ୍କ ପରିଚୟ। ସୁଧୀର ପାଟ ଯୋଶୀ, ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ, ଭାରତୀୟ ଜନତା ପାର୍ଟି। ସାର୍ ବଡ଼ ଖବର, ଏଥର ଓଡ଼ିଶାରେ ଝୁଲା ସରକାର ବୋଲି ଏକ୍ଜିଟ୍ ପୋଲ୍ରେ ବିଜେପି ସରକାର ସୁନିଶ୍ଚିତ ବୋଲି ବାହାର କରିଛନ୍ତି। ଏନେକି ପ୍ରତିକ୍ରିୟା କ'ଣ ରଖିବେ ସାର୍? ଦେଖନ୍ତୁ, ସମଗ୍ର ଓଡ଼ିଶାରେ ଓଡ଼ିଶାବାସୀ ଗୋଟେ ପରିବର୍ତ୍ତନ ଚାହିଁଲେ ଏବଂ ଓଡ଼ିଶା ଭାଷା, ଓଡ଼ିଶା ସାହିତ୍ୟ, ଓଡ଼ିଶା ସଂସ୍କୃତିକୁ ଯେନ୍ ଭଳିଆ ଭାବରେ ଗୋଟେ ପ୍ରକାର ବିଲୁପ୍ତ କରବା ଲାଗି ଯୋଜନାବଦ୍ଧ ଭାବରେ ଓଡ଼ିଶା ସରକାରର କିଛି ଲୋକ ଚାହୁଁଛନ୍, ତାକୁ ଲୋକ ବୁଝି ସାରିଛନ୍ ଏବଂ ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ ଗୋଟେ ପରିବର୍ତ୍ତନର ସ୍ୱର ଆସିছে। ଆଉ ଓଡ଼ିଶାରେ ଗୋଟେ ପରିବର୍ତ୍ତନ ନିଶ୍ଚିତ ଭାବରେ ହେବା। ଆଉ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉପରେ ଓଡ଼ିଶାବାସୀ ସମସ୍ତଙ୍କର ବିଶ୍ୱାସ ଏତେ ଜୋରରେ ବଢ଼ିଛେ ଯେ ସମସ୍ତେ ଭାରତୀୟ ଜନତା ପାର୍ଟି ମୁହାଁ ହେଇଛନ୍। ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ନିଶ୍ଚିତ ଭାବରେ ହେବା ଏବଂ 25 ବର୍ଷ ଶାସନ କରୁଥିବା ବିଜୁ ଜନତା ଦଳ ସରକାର ଉପରେ ଲୋକଙ୍କର ଭରସା ତୁଟି ଯାଇଛେ। ଏମାନେ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟ ଅନୀତିରେ ଲିପ୍ତ ଥିବାର କଥା ଲୋକ ସାଧାରଣ ଭାବରେ ଅନୁଭବ କରିସାରିଛନ୍। ଆଉ ଅନ୍ୟପଟରେ ଭାରତୀୟ ଜନତା ପାର୍ଟି ଆଜି ଯେନ୍ ଭଳିଆ ଭାବରେ ଦୀର୍ଘ 10 ବର୍ଷ ହେଲା ସମଗ୍ର ଭାରତବର୍ଷରେ ଶାସନ ଦେଉଛେ, ସୁଶାସନର କଥା ତାର ଉପରେ ଲୋକ ଅନୁପ୍ରାଣିତ ହେଇଛନ୍, ଲୋକଙ୍କର ଭରସା ବଢ଼ିଛେ ଏବଂ ଏ ଅଞ୍ଚଳର ବିକାଶ, ଏ ଅଞ୍ଚଳର ଯୁବକମାନଙ୍କର ସମସ୍ୟା, ଏ ଅଞ୍ଚଳର ଚାଷୀମାନଙ୍କର ସମସ୍ୟା ଆଜି କେବଳ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେଲେ ଯାଇକରି ସମ୍ଭବ ହେଇପାରବା। ଇ ଭାବନାଟା ସାଧାରଣ ଲୋକଙ୍କର ମନ ଭିତରେ ଜାଗରଣ ହେଇଛେ। ତେଣୁକରି ମୁଁ ନିଶ୍ଚିତ ଭାବରେ କହିବି ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ନିଶ୍ଚିତ ଭାବରେ।